ଗୌତମ ବୁଦ୍ଧଙ୍କ ଉପରେ ଆଜିର ଅନୁଚିନ୍ତା। ଗୌତମ ବୁଦ୍ଧ, ଯିଏ ସାଧାରଣ ଲୋକଙ୍କ ଦୃଷ୍ଟିରେ ବହୁତ ବଡ଼ ଧାର୍ମିକ ପୁରୁଷ ଭାବେ ପରିଚିତ, ସେ ଏକ ଶିକ୍ଷକ ଓ ଦାର୍ଶନିକ ଥିଲେ। ତାଙ୍କର ଜୀବନ ଏବଂ ଶିକ୍ଷା ଆଜି ବିଶ୍ୱର ଲକ୍ଷ ଲୋକଙ୍କ ଲାଗି ପ୍ରେରଣାଦାୟକ ଅତୁଟ ଉଦାହରଣ ହୋଇଛି। ବୁଦ୍ଧଙ୍କର ଜୀବନ ଆରମ୍ଭ ଏକ ଅପୂର୍ବ କଥା, ଯାହା ଆପଣଙ୍କୁ ଆତ୍ମ ଅନୁଶୀଳନ, ସଂଶୟମ ଓ ସାଂସାରିକ ଦୁଃଖର ଶେଷ ନିମିତ୍ତରେ ଅନୁସରଣ କରିବା ପାଇଁ ପ୍ରେରଣା ଦିଏ। ଗୌତମ ବୁଦ୍ଧଙ୍କର ଶିକ୍ଷାମାଳାର ମୂଳ ଅନ୍ତର୍ଗତ ଏହି ସନ୍ଦେଶକୁ ମନେ କରିବାକୁ ଅନେକ ବ୍ୟକ୍ତି ପାଇଛନ୍ତି। ବୁଦ୍ଧଙ୍କର ଜନ୍ମ ଓ ପ୍ରାଥମିକ ଶିକ୍ଷା। ବୁଦ୍ଧଙ୍କର ଜନ୍ମ ପୂର୍ବରୁ ତାଙ୍କର ଅଭିଷିକ୍ତ ପିତା ଶୁଦ୍ଧୋଧନ ବ୍ୟାପାରୀ, କିନ୍ତୁ ଆନ୍ତିକୁ ସେ ପ୍ରାଚୀନ ସାମ୍ରାଜ୍ୟର ରାଜା ଥିଲେ। ଗୌତମ ବୁଦ୍ଧ ପ୍ରଥମେ ରାଜପୁତ୍ର ଭାବେ ଅଦ୍ଭୁତ ଶିକ୍ଷାଗତ ବ୍ୟବସ୍ଥା କରିଥିଲେ। ସେ ଏକ ବିଶିଷ୍ଟ ଦାର୍ଶନିକ ଓ ବୈଦିକ ଶିକ୍ଷା ପ୍ରାପ୍ତ କରିଥିଲେ। ତାଙ୍କର ଜୀବନର ପ୍ରଥମ ଅଧ୍ୟାୟ ରାଜ୍ୟ ପାଳନ କରିବାରେ ଏବଂ ବିଶ୍ୱକୁ ଦେଖିବାରେ ଅନେକ ଶକ୍ତିରେ ସମୃଦ୍ଧି ପାଇଥିଲେ, କିନ୍ତୁ ତାଙ୍କୁ ଏହା ତଥାପି ବୁଦ୍ଧଙ୍କର ବ୍ୟକ୍ତିଗତ ଅନ୍ତର୍ଗତ ଯାତ୍ରା। ସେ ଏହି ପାଇଁ ବିଶ୍ୱର ଅନେକ ଦିନ ପାରମ୍ପରିକର ଶୂନ୍ୟତା ଓ ଦୁଃଖର ମୂଳ ସଂଶୟ କରିବା ପାଇଁ ନିଜ ପାଇଁ ସମାଧାନ ଖୋଜିବାରେ ଲାଗିଥିଲେ। ଏହି ଯାତ୍ରାରେ ସେ ପ୍ରଥମେ ଧନ୍ୟବାଦ ଓ ପୁନର୍ଜନ୍ମର ଧାରଣା ବିଶ୍ୱାସ କରିଥିଲେ। ତେବେ ସେ ସମସ୍ତ ସମ୍ପତ୍ତି, ଖାସ୍ ଶକ୍ତି ଏବଂ ଦୁଃଖର ଶେଷ ପ୍ରାର୍ଥନା ଖୋଜିବାରେ ଲାଗିଥିଲେ। ଯାତ୍ରାରେ ସେ ପ୍ରଥମେ ଧ୍ୟାନରେ ଓ ପ୍ରକୃତ ପ୍ରତିଷ୍ଠାନରେ ବହୁତ ଦିନ ଅତୀତ କଲେ। ତାଙ୍କର ପ୍ରାଥମିକ ଆଧାର ଏହି ଶିକ୍ଷାଗୁଡ଼ିକୁ ସ୍ଥାପନ କରିଥିଲେ। ଚତୁର୍ଥ ତତ୍ତ୍ୱ ବୁଦ୍ଧଙ୍କର ମୁଖ୍ୟ ଶିକ୍ଷା। ବୁଦ୍ଧଙ୍କର ସର୍ବାଧିକ ପ୍ରସିଦ୍ଧ ଶିକ୍ଷା ସେଇ ପାଖରେ ଥିଲେ ଯେଉଁଥିରେ ସେ କହିଥିଲେ, ଦୁଃଖ ହେବାର କାରଣ ଅଛି, ଏହାର ଶେଷ ହୋଇପାରିବା ସମ୍ଭବ। ବୁଦ୍ଧଙ୍କର ଚତୁର୍ଥ ତତ୍ତ୍ୱ ଅନୁସାରେ ସେ ବୁଝିବାକୁ ଚେଷ୍ଟା କରିଥିଲେ ଯେ ଅନ୍ତର୍ଗତ ସମାଧାନ ପାଇଁ ଆବଶ୍ୟକତା ହେବା ଚାହିଁ। ସମାଧାନରେ ଶାନ୍ତି। ଗୌତମ ବୁଦ୍ଧ ଯେଉଁ ଶିକ୍ଷା ଦେଇଥିଲେ, ସେଥିରେ ପ୍ରାର୍ଥନା, ସମ୍ମତି, ଶାନ୍ତି ଓ ନିଷ୍କଳଙ୍କୁ କ୍ଷମା କରିବା ଉପରେ ଆଧାରିତ। ସେ କହିଥିଲେ ଯେ ଜୀବନ ମଧ୍ୟରେ ଯେତେବେଳେ ଆମେ ଦୁଃଖରେ ଥାଉ, ସମ୍ବାଧନା ବା ଉତ୍ତମ ଆଦର୍ଶକୁ ଅନୁସରଣ କରିବାରେ ଆମେ ସାଧାରଣତଃ ସମାଧାନ ପାଇପାରିବା। ତଥାପି ବୁଦ୍ଧଙ୍କର ଶିକ୍ଷା। ବୁଦ୍ଧ ଶିକ୍ଷା ଏହି ଧ୍ୟାନ କରିବାରେ ସମ୍ବାଦିତ ଓ ଦାୟୀ ତଥା ପ୍ରାକୃତିକ ଶେଷ ଏହି ପ୍ରକୃତ ପ୍ରତିଷ୍ଠା।